ପାର୍ବଣ ଋତୁରେ ମାଙ୍କ ଆଗମନ ଧରାବତରଣ କରିଛନ୍ତି ମା ଜଗତ ଜନନୀ। କେଉଁଠି ଦୁର୍ଗା ରୂପରେ ତ କେଉଁଠି ମା ଲକ୍ଷ୍ମୀଙ୍କ ରୂପରେ ପୂଜା ପାଉଛନ୍ତି। ଆଜ୍ଞା ହଁ, ରାଜ୍ୟ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା ଲକ୍ଷ୍ମୀଙ୍କର ପୂଜା ଅବସରରେ ବିଭିନ୍ନ ମଣ୍ଡପ ଏବଂ ବିଭିନ୍ନ ଅନୁଷ୍ଠାନରେ ମା ପୂଜା ପାଉଛନ୍ତି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ରାଉଳଙ୍କ ଘରେ ମା ଲକ୍ଷ୍ମୀଙ୍କର ଅବସ୍ଥାନ ହୋଇଛି। ତିଥି ନକ୍ଷତ୍ର ଅନୁଯାୟୀ ମାଙ୍କର ଆରାଧନା ପୂଜା ହୋଇଥିଲା ଏବଂ ମାଙ୍କର ଆଗମନ ଉପଲକ୍ଷେ ରାଉଳ ଦମ୍ପତିଙ୍କ ଦ୍ୱାରା ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ମାଙ୍କର ପୂଜାର୍ଚ୍ଚନା ଉପଲକ୍ଷେ ଆଖପାଖ ଅଞ୍ଚଳ ପୁରା ଭକ୍ତିମୟ ହୋଇଯାଇଥିଲା। ଏହାପରେ ମାଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ମାଙ୍କୁ ଜୀବଦାନ ସହିତ ମାଙ୍କର ହୋମଯଜ୍ଞ ହୋଇ ମାଙ୍କୁ ସେହିପରି ଭାବେ ବିସର୍ଜନ ମଧ୍ୟ ଦିଆଯାଇଥିଲା। ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ଝୁଣା ଦୀପ ଧୂପର ବାସ୍ନା ସାରା ଅଞ୍ଚଳକୁ ଭକ୍ତିମୟ କରିଦେଇଥିଲା ଏବଂ ମାଙ୍କୁ ଯେଉଁଭଳି ଭାବେ ଆଗମନ ସମୟରେ ଭକ୍ତିର ସହ ଅଣାଯାଇଥିଲା ସେହିଭଳି ଭାବେ ବିସର୍ଜନ ପରେ ମାଙ୍କୁ ଭକ୍ତିର ସହ ନେଇ ଜଳରେ ବିସର୍ଜନ ମଧ୍ୟ ଦିଆଯାଇଥିଲା। ସବୁଠୁ ସୁନ୍ଦର କଥା ହେଉଛି ମାଙ୍କର ବିସର୍ଜନ ସମୟରେ ନା ଦେଖିବାକୁ ମିଳିଥିଲା କୌଣସି ଡିଜେ ନା କୌଣସି ବାଣ ରୋଷଣୀ। ମାଙ୍କୁ ଯେଉଁଭଳି ଭାବେ ଆଗମନ ସମୟରେ ଘଣ୍ଟା ମୃଦଙ୍ଗର ତାଳେ ତାଳେ ଭକ୍ତିର ସହକାରେ ଅଣାଯାଇଥିଲା ସେହିଭଳି ଭାବେ ମାଙ୍କର ବିସର୍ଜନ ପରେ ପୁଣି ସେହି ଘଣ୍ଟା ମୃଦଙ୍ଗର ତାଳେ ତାଳେ ମାଙ୍କୁ ନେଇ ଜଳରେ ବିସର୍ଜନ ଦିଆଯାଇଛି। ଏହାକୁ ହିଁ କୁହାଯାଏ ପ୍ରକୃତ ଭକ୍ତି। ଏବଂ ମାଙ୍କ ବିସର୍ଜନ ସମୟରେ ମାଙ୍କୁ ବହୁ ଆଡ଼ମ୍ବର ସହ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଘଣ୍ଟା ହୁଳହୁଳି ଏବଂ ମୃଦଙ୍ଗର ତାଳେ ତାଳେ ମାଙ୍କୁ ବିସର୍ଜନ ଦିଆଯାଇଥିଲା ଏବଂ ମାଙ୍କର ଚଲାପଥରେ ଝୁଣା ଧୂପର ବାସ୍ନା ଏତେ ସୁନ୍ଦର ଭାବେ ମହକି ଯାଉଥିଲା ଯାହା ସାରା ଅଞ୍ଚଳକୁ ଭକ୍ତିମୟ କରିଦେଉଥିଲା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରୁ ଦିବ୍ୟଙ୍କ ରିପୋର୍ଟ, ଏ ନ୍ୟୁଜ୍ ଓଡ଼ିଆ।